हेलो एवरीवन नमस्कार जय श्री जगन्नाथ कौन खबर सब भल तो रजरे ଆପଣ କୁଆଡ଼େ କୁଆଡ଼େ ସବୁ ବୁଲିବା ପାଇଁ ଯାଇଛନ୍ତି ମୋତେ ଟିକେ କମେଣ୍ଟରେ କହିବେ ତ ମୁଁ ସକାଳୁ ସକାଳୁ ଉଠିକି ମୁଁ ବାହାରି ଯାଇଥିଲି ଟିକେ ମନ୍ଦିର କାରଣ ମୁଁ 2 ଦିନ ହେଲା କୁଆଡ଼େ ଯାଇପାରିନଥିଲି ତ ସେଥିଲାଗି ଟିକେ ମନ୍ଦିର ପଳେଇଥିଲି। ତାପରେ ମାମୁଁଙ୍କୁ ଟିକେ ଫୋନ୍ କରିଥିଲି ମୋତେ ଟିକେ ନେଇକି ଯିବେ ବୋଲି ଦେଖନ୍ତୁ ଆମ ବୁଦ୍ଧେଶ୍ୱର ଯିବାକୁ ରାସ୍ତା କେତେ ସୁନ୍ଦର ଦେଖାଯାଉଛି। ତାପରେ ଆମେ ଫାଇନାଲି ଆସିକି ପହଞ୍ଚିଗଲୁ ବୁଦ୍ଧେଶ୍ୱର ମନ୍ଦିରରେ। ଦେଖିବା ଆଜି ଆପଣଙ୍କୁ ମୁଁ ମନ୍ଦିର ଦେଖାଉଛି। ତାପରେ ମନ୍ଦିରରୁ ଗାଡ଼ି ରଖିକି ଆମେ ବାହାରି ଯାଇଥିଲୁ ଟିକେ ମନ୍ଦିର ଭିତରକୁ। ତାପରେ ମୁଁ ଯାଇଥିଲି ଭାରି ଟିକେ ମୋ ବାବାଙ୍କୁ ଦର୍ଶନ କରିବା ପାଇଁ। ସତରେ ଜୀବନରେ ଯେତେ ବି ଦୁଃଖରେ ଥିଲେ କେବଳ ଥରେଟେ ପାଇଁ ମନ୍ଦିର ଯାଇକି ବୁଲିକି ଆସିଲା ପରେ ସେଥିରେ ଯେଉଁ ଶାନ୍ତି କେଉଁଠି ବି ନାହିଁ। ତାପରେ ପଳେଇଥିଲେ ଟିକେ ଶନି ଠାକୁରଙ୍କ ପାଖରେ ଦର୍ଶନ କରିକି ଆସିଲେ ବା ଟିକେ ଚନ୍ଦନ ଲଗାଇବା ପାଇଁ ତ ଚନ୍ଦନ ଲଗେଇକିନା ଆମେ ବାହାରି ଆସିଥିଲୁ ଟିକେ ଜଗା ଦର୍ଶନ କରିବା ପାଇଁ କାରଣ ଆମ ଘର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ନା। ତ ତାପରେ ଆମେ ପଳେଇ ଆସିଲୁ ଟିକେ ଜଗନ୍ନାଥ ଦର୍ଶନ କରିବା ପାଇଁ ତ ଜଗାକୁ ମୋ ଦୁଃଖ କରିକି ଆମେ ପଳେଇ ଆସିଲୁ ଘରକୁ। ତ ଘରକୁ ଆସିକି ଖାଇଥିଲି ଚକୁଳି ପିଠା ଆଳୁ ଭଜା। ତ ଦେଖନ୍ତୁ ଆଜି କେତେ ମୁଁ ସୁନ୍ଦର ଦେଖାଯାଉଛି ନା। ତ ଖାଇ ଦେଇକିନା ମୁଁ ଟିକେ ରେଷ୍ଟ ନେଇଯାଇଥିଲି। ତ ଆଜି କହି ଜାଣିଛନ୍ତି ଏତେ ଜୋରସୋରେ ବର୍ଷା ଯେ ମୁଁ ଆଜି ପୁଣି ଥରେ କୁଆଡ଼େ ବି ଯାଇପାରିଲିନି। ଏକରେ ମୋ ତଣ୍ଟି ବସିଯାଇଛି କାରଣ ମୋ ଦେହ ବିଲକୁଲ ବି ଭଲ ନଥିଲା। ତ ଏ ବର୍ଷ ରଜଟା ନା ସତରେ ମୋର ବହୁତ ବେକାର ଗଲା। ତ ଆଜିର ମିନି ବ୍ଲଗ୍ଟି ଆପଣଙ୍କୁ କେମିତି ଲାଗିଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ତ ଆଜି ପାଇଁ ଏତିକି ରହୁଛି ଟାଟା ଲଭ୍ ୟୁ ଜୟ ଜଗନ୍ନାଥ।